हरि ओम हरि ओम हरि ओम। ओम नमो गणेशाय नमो त्रैवे गुरुवे नमः। महाप्रभु अच्युत कहउछन्ति भकते के प्रभु लीला देखिबो नित्य राहासरे रहुण थिबो दिनु दिनु घोर कଳି प्रकाश अनित्य माने हेबे सर्वनाश तुमर मोहर होइब भाव बाट डकायते बाटरू जीव। आकु किए कहते अच्युत कौचे रामचंद्र को पुणी तार अरिक्षित दास कहले से विषय नहीं करी तो मन जेबे मो मन रे थीब मो मन तो ठारे शिव वृंदावने निकुंज कानने दिने बेटा बेटी हे बोरे मितनी दारुण दैव दिने जुगल लीला भांगिब रे मितनी दारुण दैव बाट डकायत बाटे जगी अछि मोते छाड़ी तोते नेब मु तू जेबे चिन्हा चिन्ह हेबा बा तू मु जेबे चिन्हा चिन्ह हेबा डकायत फेरी जीव रे मितनी दारुण दैव। अरे अच्युत कौचे रामदास को बुझिले कि आज्ञा आज्ञा बाटरे बाट डकाय जगेची से जदि तू मु चिन्हा पिणी हवा से अच्युत कहते पुणी अच्युत कहते हाड़ रक्त मांस यही शरीर ଏହା संगे भाव अटे असार थोके भगत कଳି करुथुबे थोके भगत रूप को देखिबे जो कथा आम राम कही तोते काहाकू न कही रख गुपते ताकू जो शुणिले अरिक्षित दास से कौन लिखिले हाड़ मांस रक्त चमड़ा छाउणी एथि संगे कि स्वभाव हाड़ मांस रक्त चमड़ा छाउणी एथि संगे कि स्वभाव तू मु एक उदरु जन्म बुझिले आज्ञा आज्ञा तू मु एक उदरु जन्म न जानती ब्रह्मा शिव रे मितनी दारुण दैव। आडे अरिक्षित दास बसिचंती अच्युत रामचंद्र विशुचंती पंचसखा बसिचंती समस्ते किछि किछि खाया को आनिचंती किंतु से खाया को खाई पाते अच्युत रामदास पदची से रामदास एक कथा कहउचंती कगले सुरी रामचंद्र पादे पड़िला अबोध चित्त मो बोध नहिला मनरु संशय फिटय मोर बालुत पिला मो दोष न धर बालुत बुद्धि मोर ज्ञान नाही तब नाम को करिछि भरोसा दोष न धरिब दोष धरिले मो उड़िब हंसा। किए रामदास कहले का अच्युत को बुझिले कि आज्ञा आज्ञा शुणी रामदास पादे पड़िला अबोध चित्ते में बोध नहिला मनरु संशय फिटा हो मोर बालुत पिला मो दोष मो धर बालुत बुद्धि मोर ज्ञान नाही चातक पढ़ाए चाहिए छई तब नाम को करिछि भरोसा दोष न धरिले मो उड़िब हंसा। जदि प्रभु तुम दोष न धरिब ताले मोर मु मरी प्रभु किए रामदास कहूँ अच्युत को जो कथा शुणी रामचंद्र पादे पड़िला अबोध चित्त मो बोध नइला मनरु संशय फिटा मोर बालुत बालुत बुद्धि मोर ज्ञान नाही चातक पराए चाहिए छई तब नाम को मु करिछि भरोसा दोष न धरिले मोर दोष तो धरिले मो उड़िब हंसा कुज्ञानी जीवे शुणिले हे तत्व
ଭଲ ମନ୍ଦ ସବୁ ତୁମ୍ଭେ ଅଟଥ, ରାମ କଥା ଶୁଣି ଅଚ୍ୟୁତ ଦାସ, କହନ୍ତି ବାବୁରେ ଶୁଣ ରହସ୍ୟ, କଳି ଯୁଗେ ରାମ ତାରକ ମନ୍ତ୍ର। ବୁଝିଲେ ଆଜ୍ଞା? ଆଜ୍ଞା ଅଚ୍ୟୁତ କହୁଛନ୍ତି, ଆରେ ରାମ ତତେ ଗୋଟେ କଥା କହୁଛି, ତୁ ରାମ ତାରକ ମନ୍ତ୍ର ଧର। ଆରେ କଳି ଯୁଗେ ରାମ ତାରକ ନାମ, କଳିର ଦୁର୍ଗକୁ ଖଣ୍ଡଇ ପୁଣ, ଗୋରୁ ହଜିଲେ ନକରେ ଶଙ୍ଖଳା, ସବୁ ପାପ ଯାକ ତା ମୁଣ୍ଡରେ ମେଳା, କଂସେଇକି ଗୋରୁ ବିଦାଇ ଦି, କଂସଇକି ଗୋରୁ ବିକାଇ ଦିଏ, କଂସେଇ ପାୟ ଜୀବ ଜିଉ ଥାଏ, ଏମତ ଲୋକ ଯେ ପାପେ କାରେଣୀ, ଯମର ଧାପକୁ ଆଣଇ ଟାଣି, ଜାତି କୁଳ ନାୟ ପଶୁ ପରାଏ, ମଲେ ପଶୁ ସଙ୍ଗେ ସେ ସଙ୍ଗ ହୁଏ। ଅଚ୍ୟୁତ କହିଲେ ଯେତୁ ରାମ ତାରକ ମନ୍ତ୍ର ନ ଯେ ଏ କଳିଯେରେ କଂସେଇକି ଲୋକ ଗୋରୁ ବିକୁଛନ୍ତି, ସେ କଂସେଇ ସେ ଗୋରୁକୁ ତାର ଯାହା କରିବା କଥା କରୁଛି ଆପଣ ଜାଣିଛନ୍ତି। ତେଣୁ ସେ କଂସେଇରେ ଗୋରୁ ବିକୁଛି, ସେ ଜୀବ ମନ ଭିତରେ ଭାବୁଛି ଯେ ମୁଁ ଯୋଉ ମାଲିକ ପାଖରେ ଥିଲି ସେ ମାଲିକ ଏତେ ଉପକାର କଲି, ସେ ଯଦି ବିକିଦେଲା ତାକୁ ସେ ପାପଟା ଲାଗୁଛି। ତେଣୁ ହେ ରାମ, ଏଇ ଯୋଉ ରାମ ତାରକ ମନ୍ତ୍ର ସଂସାର ଭିତରେ ଯୋଉ ପାପ ଅଛି, ଗୋରୁ ଗୁରୁ ଗୋବିନ୍ଦ ଯୋଉ ପାପ ସବୁ କରିଛୁ, ତାର ନ୍ୟାୟକୁ ଚପିବା ପାଇଁ ରାମ ତାରକ ମନ୍ତ୍ର। ଜାତି କୁଳ ନାୟ ପଶୁ ପରାଏ, ମଲେ ପଶୁ ସଙ୍ଗେ ସଙ୍ଗେ ସେ ହୁଏ। ମାନେ ଏଇ ଯୋଉ ଲୋକ ମଣିଷ ଜନ୍ମ ପାଇଛି, ଯୋଉ ପଶୁ ବିକିଛି ସେତେ ତାକୁ ଚିନ୍ତା କରି ତାକୁ ମେସିନ ଦ୍ଵାରା କାଟୁଛନ୍ତି ବା ଯେମିତି କାଟୁଛନ୍ତି, ସେ ପଶୁ ଜନ୍ମ ପାଇବ କି? ସେ ଲୋକଟି ଯିଏ ବିକିଛି ବୋଲି ହ୍ୟାଲୋ ପଶୁ ଜନ୍ମ ଲଭେ ପୂର୍ଣ୍ଣ ପୂର୍ଣ୍ଣ, ମାନବ ଜନ୍ମ ତାକୁ ସପନ। ଆଉ ମାନବ ଜନ୍ମ ପାଇବନି, ପଶୁ ଜନ୍ମ ପାଇବ। କେତେ ଜନ୍ମ ପାଇବ? କେତେ? 7 ଜନ୍ମ ପାଇବ। ବୁଝିଲେ ଆଜ୍ଞା? ଆଜ୍ଞା ତେଣୁ ହେ ଭକ୍ତଗଣ, ଏ ଯୋଉ ପ୍ରଭୁ ଆସିବେ, ସିଏ ମହା ଆନନ୍ଦରେ ଲୀଳା ଦେଖୁଥିବେ ଅଚ୍ୟୁତଙ୍କର। ଯିଏ ମୋ ରୂପ ଅଚ୍ୟୁତ ସଂକୀର୍ତ୍ତନ ଏକଥି କହୁଛି, 2 ଦିନରୁ ଘୋର ପ୍ରକାଶ ହଉଛି, କଳି ପ୍ରକାଶ ହଉଛି, ଅନିତ୍ୟମାନ ସର୍ବନାଶ ହେଉଛି ଏବଂ ନିତ୍ୟମାନ ସ୍ଥାପିତ ହେଉଛି। ତୁମର ମୋର ଭାବ ଯଦି ହୋଇଯାଏ, ଯାହା ହରିକୃଷ୍ଣ ଦାସ କହୁଛନ୍ତି, ବାଟ ଡକାୟତ ରୂପକ କାଳ, ଯୋଉ ବାଟ ଡକାୟତ ହେଉଛି କାଳ। ବୁଝିଲେ କି ଆଜ୍ଞା? ଆଜ୍ଞା ସେ କାଳ ବାଟରୁ ଫେରିଯିବ। ମୋର ତୋର ଭାବ ବୋଇଲେ ଆତ୍ମା ପରମାତ୍ମା। ସେଥିପାଇଁ ଥୋକାଏ ଭକ୍ତ ଭାବ ନ ଜାଣି ବା ନ ପାରି କଳି କରୁଥିବେ, ଥୋକେ ଭକ୍ତ ପ୍ରଭୁଙ୍କର ରୂପକୁ ଚିନ୍ତନ କରି ଦର୍ଶନ ପାଉଥିବେ। ଆଉ ଯେଉଁ କଥା ମାନ କହୁଥିବେ, ସେ ଆଗରେ ମୁଁ କହିବି, ତୁମେ କାହା ଆଗରେ କହିବ ନାହିଁ, ଆକୁ ଗୁପ୍ତ ରଖ ବୋଲି ଅଚ୍ୟୁତ କହୁଛନ୍ତି ରାମଦାସକୁ। ବୁଝିଲେ ଆଜ୍ଞା? ଆଜ୍ଞା ତେଣୁ ମୋର ହଉଛି ଗୋଟେ ଅବଚିତ, ମୁଁ ନନା ବ୍ରାହ୍ମଣ ଜଣେ, ମୁଁ ଯାହା ମାଳିକା ମୋ ପାଟିରୁ ଆସି ତା କହୁଛି। ମୋର କେହି ଯଦି ଶ୍ରୋତାକୁ ଶୁଣୁଛନ୍ତି ମୋ ଦୋଷ ଧରିବେ ନାହିଁ। ମୋ ମନରେ ଯାହା ଆସୁଛି ମୁଁ ଚାତକ ପ୍ରାୟ ତାକୁ ଶୁଣିଛି, ଚାତକ ପ୍ରାୟ ଆପଣମାନଙ୍କୁ ପ୍ରବେଶ କରଉଛି। ଆପଣ ଯଦି ମୋ ଦୋଷ ଧରିବେ, ତେବେ ମୋର ହଂସା ଉଡ଼ିଯିବ। ଯେମିତି ରାମଦାସକୁ ଅଚ୍ୟୁତ କହିଲେ, ଯେ ରାମଦାସ କହିଲେ ଅଚ୍ୟୁତ ଯଦି ପ୍ରଭୁ ତ ମୋ ଦୋଷ ଧରିବ, ମୋ ହଂସା ଉଡ଼ିଯିବ। ତେମିତି ମୁଁ ଯୋଉ ଆପଣ ମାନଙ୍କୁ ମାଳିକା ତତ୍ତ୍ୱ ଦଉଛି, ଯଦି ଆପଣ ମୋ ଦୋଷ ଧରିବେ, ମୋ ହଂସା ଉଡ଼ିଯିବ। ଆଗ ଦେଖନ୍ତୁ, ଭଲ ମନ୍ଦ ସବୁ ଇଏ ହଉଛି ପ୍ରଭୁଙ୍କର। ତେଣୁ ଯଦି ରାମଚନ୍ଦ୍ର ଅଚ୍ୟୁତ କହୁଛି, ଯେ ବାବୁରେ ଏଇ ଯୋଉ ରହସ୍ୟ ଅଛି ତାକୁ ଖଣ୍ଡନ କରିବ କିଏ? ନା ରାମ ତାରକ ମନ୍ତ୍ର। ଗୋରୁ ଯଦି ହଜିଗଲେ ତାକୁ ଖୋଜନ୍ତି ନାହିଁ, ତାକୁ ସଙ୍କଳା କରନ୍ତି ନାହିଁ। ସେ ମଣିଷ ଯଦି ହଜିଯିବ ତାକୁ କେହି ସଙ୍କଳା କରନ୍ତୁ ନାହିଁ ଏ କଳି ଯୁଗରେ। ଗାଈ ଗୋରୁକୁ ବୁଦ୍ଧ ହେଇଗଲେ ତାକୁ ଲୋକ ବିକି ଦଉଛନ୍ତି କଂସେଇକି। ତେଣୁ ସେ ଜୀବର ଭିତରେ କଂସେଇ ନୀତି କରୁଛି କଣ? ମାରି ଦଉଛି। ତେଣୁ ଏଇ ଲୋକମାନେ, ଏଇ କଳିଯୁଗ ଲୋକମାନେ ପାପୀ ଅଟନ୍ତି, ପାପରେ କାରଣୀ ଅଟନ୍ତି। ସବୁ ଯୋଉ ପାପ କରିଛନ୍ତି ତାଙ୍କରି ମୁଣ୍ଡରେ
ମେଳା କରି ବସିଛନ୍ତି। ତେଣୁ ଏହାର ଯମର ଧାପକୁ ଟାଣି ଆଣୁଛି, ଯାହାକୁ ଗୀତ ଗୋବିନ୍ଦରେ କହିଛନ୍ତି ବାଚି ମାନେ ଭଜୁକିରେ ରାମ ରାମରେ ଗୋବିନ୍ଦ ଭଜୁକି ନା ରାମ ନାମ ଭଜିନ ପାରିଲେ କୁଳ ଚନ୍ଦ୍ରମାରେ ଧରି ନେବ କାଳା ଜମ। ଯୋଉ ରାମ ତାରକ ମନ୍ତ୍ର ଅଚ୍ୟୁତ କହିଛନ୍ତି ଗୀତ ଗୋବିନ୍ଦରେ ସେ କଥା କହିଛନ୍ତି। ସେ ସୁଖ ଜାଣିବ ନାହିଁ, ଦୁଃଖ ଜାଣିବ ନାହିଁ, ଯାହାକୁ ଆପଣଙ୍କର କଞ୍ଚା ଦେଖିକିରି ମାରିବ, ଯେମିତି ଲୋକ ହାହାକାର ବଢିବ, ରେ ଗଜା ଟୋକା ମାରିବ, ଛୋଟ ଛୁଆ ମାରିବ। ଏଇ ସମୟ 2026ରୁ 2027ରେ ଭୟଙ୍କର। ତେଣୁ 28ରେ କଣ ହବ? ପ୍ରଳୟ ବେଶୀ ହବ। ଇଏ 2026ରେ ଯାହା 2025ଟା ଦ୍ୱିଗୁଣ ହବ। ତେଣୁ ମହାପ୍ରଭୁ ଅଚ୍ୟୁତ କହିଛନ୍ତି ଏଇ ଯୋଉ ଲୋକମାନେ ଅଛନ୍ତି ଏମାନେ ମାନେ ମାନେ କୂଳ ଗୋତ୍ର ନାହିଁ, ସେ ପଶୁ ପାଇ ରହୁଛନ୍ତି। ମଲେ ଏମାନେ ପଶୁ ସାଙ୍ଗରେ ସାଙ୍ଗ ହୋଇ ଜନ୍ମ ହେବେ, ପୂର୍ଣ୍ଣ ପୂର୍ଣ୍ଣ ପଶୁ ଜନ୍ମ ଲଭିବେ, ମାନବ ଜନ୍ମ ଏମାନେ ପାଇବେ ନାହିଁ। ତେଣୁ ତୁ ରାମଚନ୍ଦ୍ର ଏବେଠୁ ରାମ ତାରକ ମନ୍ତ୍ର ଜପ, ଯାହାକୁ କହିଛି ରାମ 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 ଏଇଟି ରମେ ରାମେ ମନୋନବେ ସହସ୍ର ରାମ ତତୁଲ୍ୟଂ ରାମ ନାମ ବରାନବେ, ଯାହାକୁ ହନୁମାନ ଅହର ଜପୁଛି। ପଞ୍ଚମୁଖୀ ହନୁମାନ ପଞ୍ଚମୁଖରେ ଜପୁଛନ୍ତି। ଶିବ ରାମ ନାମ ଜପୁଥିଲେ ଶିବ ସମ୍ବତ୍ସର, ରାମ ନାମ ଶିବ ବି ଜପୁଛନ୍ତି। ତେଣୁ ଶିବଙ୍କ ପାଇଁ ଯେଉଁମାନେ ଶିବଙ୍କର ଉପାସକ ସେମାନେ ବି ଜାଣିବା କଥା। ଯେତେବେଳେ ପ୍ରଭୁ ଅଚ୍ୟୁତ କହୁଛନ୍ତି ଯେ ଅଚ୍ୟୁତ ଗୋଲକନାଥ ସାକ୍ଷାତ ବିଷ୍ଣୁ ସ୍ୱରୂପ କଳିଯୁଗ ବିହରିତ ଅଚ୍ୟୁତାୟ ନମ ନୀଳାଚଳେ ଯେ ଜଗନ୍ନାଥ ପଦବନେ ସେ ଅଚ୍ୟୁତ, ସିଏ ତ କହୁଛନ୍ତି ରାମଦାସକୁ ତୁ ରାମ ତାରକ ମନ୍ତ୍ର ଜପ। ଏକଥା କିଛି ଆଉ ଏକଥା ଆଉ କିଛି କୋଶ୍ଚିନ୍ ଅଛି କି ଆଜ୍ଞା? ଏବେ ନାହିଁ। ନାଇଁ। ତେଣୁ ଆମେ ଯୋଉ କହୁଛନ୍ତି ଛାୟା ଜ୍ୟୋତି ଅବାଡ ଦର୍ଶନ କର, ଅଚ୍ୟୁତ କହିଲେ ରେ କୁମର ସିଧି କଥା ତୁ କାହିଁ ଛାଡୁ ଯାଉଛୁ, ତୁ ଖାଲି ରାମ ତାରକ ମନ୍ତ୍ର ଜପ। ଏ ଛାୟା ଜ୍ୟୋତି ଅବାଡ ଅନାହତ ଇଏ ସାଧକ ମାନେ କରିବେ। ଆଉ ଯଦି ତୁ ସାଧନା କରିବାକୁ ଚାହୁଁ ତୁ କର, ମୋର କିଛି କର ମନା ନାହିଁ। ତେଣୁ ମନେ ରଖ ଇଏ ସଂସାର ଏମାୟା ସଂସାର ମିଥ୍ୟା କାରବାର ଭାଙ୍ଗି ଯିବ ଗେଲ ଗର୍ବ, ଅରକ୍ଷିତ ଦାସ କରି ଅତ୍ୟାସ ଓଳା ଶୁଣିରେ ରହିବ ରେ, ମିତଣୀ ଦାରୁଣ ଦଇବ ଦିନେ ଯୁଗଳ ଲୀଳା ଭାଙ୍ଗିବ ରେ, ମିତଣୀ ଦାରୁଣ ଦଇବ। ଏବେ ଗୋଟେ ପର୍ବ ଆସିଥିଲା ପ୍ରଥମାଷ୍ଟମୀ, ଲୋକ ଭାଇ କରିଛନ୍ତି ମହାପ୍ରସାଦ ଧରମ ଭାଇ ସେଠି କଣ କରୁଛି? ସେ ଯୋଉ କର୍ମ କରୁଛି ଆପଣ ଅନୁଭବ କରୁଥିବେ ଯେମିତି ଇଏ କଳି ଯୁଗରେ ସେକ୍ସରେ ବଞ୍ଚନ୍ତି। ସମସ୍ତେ ବୁଢା ବୁଢୀ ଟୋକା ଟୋକି ପଶୁ ପକ୍ଷୀ ସମସ୍ତେ ତା ଦେହରେ ମାତିଛନ୍ତି, କିନ୍ତୁ ଜାଣିନାହାନ୍ତି ଯେ ଏଇ କ୍ଷଣକ ଭଙ୍ଗୁର ଚିତ୍ତରେ କ୍ଷଣକମକ କାମ କରୁଛନ୍ତି, ନିଜ ଜୀବନକୁ ସର୍ବନାଶ କରୁଛନ୍ତି। ଯାହାକି କପିଳ ଦେବହୂତି କହିଛନ୍ତି ହେ ମା ଆପଣଙ୍କର ସଂସାର ଯଦି କିଛି ନର୍କ ଥାଏ, କପିଳ ରୂପୀ ଭଗବାନ ଯେ ମାନେ ସାଗର ସଜାର ପୁତ୍ରକୁ ଭସ୍ମ କରିଦେଇଥିଲେ ଗୋଟାଏ କ୍ଷଣରେ, ସେ ସ୍ୱୟଂ ଭଗବାନ ଆମ କନ୍ଦର୍ପ ଋଷିଙ୍କ ଗର୍ଭରୁ ଜନ୍ମ ହେଇଥିଲେ, ତପସ୍ୟା କରି ମାଗିଥିଲେ ପ୍ରଭୁ ଜନ୍ମ ହବ। ସିଏ ଯେତେବେଳେ ତମକୁ ଦେବହୂତି କହିଲେ ମା ଦେଖ ସଂସାର ଯଦି ନର୍କ ଥାଏ ସେ ହଉଛି ସ୍ୱାମୀ ସ୍ତ୍ରୀ ରମଣ, ଆଉ କିଛି ନାହିଁ। ଯିଏ ତାକୁ ପରିତ୍ୟାଗ କଲା, ଯାହାକୁ ଗୀତାରେ କହିଛି କାମ ମହେଶ କ୍ରୋଧ ରଜୋଗୁଣ ସବୁଦ୍ଭବ, ତାହେଲେ ସିଏ ତାର ଏଇ ଯୋଉ ସଂସାର ଯୋଉ ଯେତିକ କୁକଥା କୁପ୍ରକୃତି କାଳ ଯମ ତାକୁ ଡରିବ, କାହିଁକିନା ତା ପାଖକୁ ଆସିବନି, କାରଣ ସଂଯମ ଶକ୍ତି ଅଛି ତା ପାଖରେ। ବୁଝିଲେ ଆଜ୍ଞା? ଆଜ୍ଞା। ତେଣୁ ମୈଥୁନ ତ୍ୟାଗ କର, ପ୍ରାତ କାଳରୁ ଉଠି ଏଭଳି ସବୁ କରିବ। ଆଉ ଆପଣଙ୍କର ମନେ ରଖ କଣ କଣ କରିବ? ତୁମ୍ଭର ମନକୁ କୁଆଡେ ନବ ନାହିଁ କି କୋଉ ଜାଗାକୁ ନବ ନାହିଁ। ମନରେ ଆସିବା ମୈଥୁନ ଶକ୍ତି ତ୍ୟାଗ କରିବ। ପ୍ରାତ କାଳରୁ ଉଠି ଏସବୁକୁ କରିବ। ଅଣ ଉଦୟରୁ ଉଦୟ ହେବ, ତେବେ ତୁମର ଅଙ୍ଗ ନିର୍ମଳ ହୋଇବ। ମନ ନିର୍ମଳ ହୋଇଯିବ ଯେତେବେଳେ
ତୁମେ ଅବାଡ ଦର୍ଶନ ପାଇବ। ଜ୍ୟୋତିରେ ପିଣ୍ଡ ବ୍ରହ୍ମାକୁ ଦେଖିବ, ସାବିତ୍ରୀ କି ଦେଖିବ। ଯେଉଁ ତୁମେ ଅବାଡ ଭେଦିଲ, ତେଣୁ ତୁମ୍ଭର ବାଡ ଫିଟିଗଲା। ତମର ମନରୁ ସଂଶୟ ହଟିଗଲା। ମନରେ ଆଉ କାଳିମା ଆଉ କୁହୁତା ରହିଲା ନାହିଁ। ଯେଉଁମାନେ ପ୍ରାତରୁ ପ୍ରଭୁଙ୍କ ଜ୍ୟୋତିକି ଦୃଶ୍ୟମାନ ହଉଛି ବା ଜାଣନ୍ତି ଅଣଉଦିଆରୁ, ସେଇଭଳି ଆକାଶରେ ଯେମିତି ସୂର୍ଯ୍ୟକୁ ବାଦଲ ଢାଙ୍କି ଦିଏ, ସେମିତି ମଣିଷର ପାପ ତା ଅଦୃଶ୍ୟରେ ତାର କର୍ମକୁ ଢାଙ୍କି ଦିଏ, ତାର ଯୋଉ ଧର୍ମ କର୍ମ ତ ଢାଙ୍କି ଦିଏ, ତାର କାଳିମାକୁ ଢାଙ୍କି ଦିଏ। ତେଣୁ ହେ ରାମ, ତୁ ସେ କର୍ମରୁ ମାନେ ନିବୃତ୍ତ ହୁଅ। ନିଜେ ରହି ଏଇ ଯୋଉ ଶେଷ ସମୟର କଳିର, ଏ କଳି ସମୟରେ ଯେତେବେଳେ ଏବେ ସମୟ ଆସିଲା, ଗୋଟେ ମହାମାରୀ ଆସୁଛି। ଯୋଉ ମହାମାରୀ କି ଡିସେମ୍ବରରୁ ଆରମ୍ଭ ହବ। ଏଇ ଯୋଉ ସଂକ୍ରାନ୍ତି ଆସୁଛି, ବିଛା ସଂକ୍ରାନ୍ତି, ଯୋଉ ବିଛା ରାଶିରେ ନେଷ୍ଟଡମ ଲେଖିଥିଲେ ପୃଥିବୀ ଧ୍ୱଂସ ହବ। ଏ ବିଛା ସଂକ୍ରାନ୍ତି ତା ଦେଶକୁ କଷ୍ଟ ଦବ, ପ୍ରବଳ କଷ୍ଟ ଦବ ବିଛା ସଂକ୍ରାନ୍ତି ପରେ ପରେ। ଯୋଉମାନେ ଶୁଣିଛନ୍ତି ସେମାନଙ୍କୁ ବି କହୁଛି, ପରୀକ୍ଷା କରି ଦେଖିନେବେ ବିଛା ସଂକ୍ରାନ୍ତି ପରେ ଦେଶକୁ କି ବିପଦ ଆସୁଛି, ଓଡିଶାକୁ, ଭାରତ ବର୍ଷକୁ। ଦେଖିବ ଆଖିରେ, ଯାହା ନ ଦେଖିବ ଦୁଇ ନୟନେ ପରେ ତ ଯିବ ଗୁରୁ ଓ ପରଲୋଚନେ। ତେଣୁ ତାକୁ ଆଖିରେ ଦେଖିବ। ବିଛା ରାଶି ଯାହାକୁ ନେଷ୍ଟଡମ କହିଥିଲେ ଆଜିକି 20-25 ବର୍ଷ ତଳେ, ଯେ ବିଛା ରାଶିରେ ପୃଥିବୀ ଧ୍ୱଂସ ହବ। ତେଣୁ ଏ ବିଛା ସଂକ୍ରାନ୍ତି ଆସୁଛି। ବିଛା ସଂକ୍ରାନ୍ତିରେ ବହୁତ କିଛି ମାନେ କ୍ଷତି ହବ। 1ରେ ମହାମାରୀ, 2ରେ ସମ୍ପଦ ନାଶ, 3ରେ ଭୂମିକମ୍ପ, 4ରେ ବାତ୍ୟା ଯୋଉ ଶୀତ ଦିନେ ହବ, 5ରେ ଆପଣଙ୍କର ସୁନାମି, 6ରେ ଆପଣଙ୍କର ବଜ୍ରପାତ, 8ରେ ଘଡଘଡି ଆକ୍ସିଡେଣ୍ଟ, ରେଳ ଦୁର୍ଘଟଣା, ଟ୍ରେନ ଦୁର୍ଘଟଣା, ଏରୋପ୍ଲେନ ଦୁର୍ଘଟଣା, ଆପଛରେ ହଣାହାଣି ଚାଲିବ। ତେଣୁ ଏଇ 7 ମାସ ପରେ ଯୋଉ ଯଜ୍ଞ ଆରମ୍ଭ ହବ ବୋଲି କହିଛି ମଧୁମାସରେ ସବୁ ଜାଗାରେ ଭାରତ ବର୍ଷରେ, ସେତେବେଳେ ମହାପ୍ରଳୟଙ୍କରୀ ବାତ୍ୟା ହବ। ଯୋଉ ବାତ୍ୟା କି କେହି ଉପଭୋଗ ଜୀବନରେ କରିନଥିବେ, କୋଉଠି ହେଇନଥିବ। ଯାହାକି 300-400 କିଲୋମିଟର ପବନ ହବ, କୋଠା ବାଡି ଛାତ ଫାତ ଉଡେଇ ନେବ। କାହିଁକିନା ଗୋଟିଏ ଦେବୀ ଆସିବ ଯେତେବେଳେ 99 ମସିହାରେ 200-300 ପାର ସବୁ ଦେବୀ ଓହ୍ଲେଇବେ, ସବୁ ଧର୍ମର। ସେତେବେଳେ କଣ ହବ ସେ ଜାଣିଛନ୍ତି। ତେଣୁ ଆପଣଙ୍କର ମୋର ଗୋଟିଏ କଥା କହିବି, ଯାହା ଅର୍ଜୁନ ଦାସ କହିଛି, ମୋ ମନ ଯଦି ତୋଠାରେ ଯେ ଥିବ, ତୋ ମନ ମୋ ଠାରେ ଥିବ। ରାସ ବୃନ୍ଦାବନେ ନିକୁଞ୍ଜ କାନନେ, ଦିନେ ଭେଟା ଭେଟି ହେବରେ ମିତଣୀ ଦାରୁଣ ଦଇବ। ତେଣୁ ମୁଁ ଏତିକି କହିବି, ରାମ ନାମକୁ ଜପନ୍ତୁ, ରାମ ତାରକ ଜପନ୍ତୁ, ଇଷ୍ଟକୁ ଶ୍ରବଣ କରନ୍ତୁ। ଅଣଉଦିଆ ପ୍ରାତ ପ୍ରଭୁଙ୍କର ଯୋଉ ନିଜ ରୂପ ଆପଣଙ୍କ ଆଖିରେ ଦେଖାଯାଉଛି, ତାକୁ ଜପନ୍ତୁ। ଯେମିତି ଆମେ ଗୋଟେ ଦୁର୍ଗା କରୁଛୁ, କି ଗୋଟେ ଗଣେଶ କରୁଛୁ, କି ଗୋଟେ କାର୍ତ୍ତିକେଶ୍ୱର କରୁଥିଲୁ, କି ଏବେ ରାଧାକୃଷ୍ଣ କରୁଥିଲୁ। ସେ ମୂର୍ତ୍ତିଟା ହଉଛି କଣ, ଭକ୍ତଙ୍କୁ ଉପାସନା କରିବା ପାଇଁ ଗୋଟେ ପ୍ରତିମୂର୍ତ୍ତି ଦବ, କିନ୍ତୁ ପୂଜା ହଉଛି ଘଟ ଉପରେ। ତେଣୁ ତାକୁ ଦର୍ଶନ କରନ୍ତୁ। ଆଉ ଏଇ ଯୋଉ ଭୂମିକମ୍ପ ଆସୁଛି, ଏଇ ଯୋଉ ମରୁଡି ଆସୁଛି, ଶୀତ ଦିନେ ହବ, କି ଦୁଃଖର ବିଷୟ ହବ। ତେଣୁ ଆପଣଙ୍କୁ ସଚେତନ କରିବା ପାଇଁ ରାମ ନାମ ଜପନ୍ତୁ, ରାମ ତାରକ ମନ୍ତ୍ର ଜପନ୍ତୁ। ଜଗତର ହିତ ହବ, ଆପଣଙ୍କ ହିତ ହବ, ଆପଣ ପରିବାରଙ୍କ ହିତ ହବ। ଯଦି ଆପଣଙ୍କ ଦ୍ଵାରା କାହାର ମଙ୍ଗଳ ହଉଛି, ସେ କର୍ମ ଯଥାଶୀଘ୍ର କରନ୍ତୁ। କାରଣ ଆପଣ ଜଣଙ୍କର ମଙ୍ଗଳ କଲେ ଆପଣଙ୍କର ସହସ୍ର ମଙ୍ଗଳ ହବ। ଏଟା ହଉଛି ସତ। ହରି ଓମ୍ ତତ୍ସତ୍। ଗଙ୍ଗେ ହର ନର୍ମଦେ ହର ଯଥା ସଗର ପାର୍ବତୀ ପତେ ହରେ ହର ମହାଦେବ।